Praise the Lord. Word Vision ଚ୍ୟାନେଲ ସମସ୍ତ ଆପଣମାନଙ୍କୁ ସ୍ୱାଗତ। ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓ ଗୁଡ଼ିକରେ ଲାଇକ୍ ଦିଅନ୍ତୁ, ଭିଡ଼ିଓ ଗୁଡ଼ିକରେ କମେଣ୍ଟ କରନ୍ତୁ ଏବଂ ଭିଡ଼ିଓ ଗୁଡ଼ିକ ବହୁ ମାତ୍ରାରେ ସେୟାର କରନ୍ତୁ। ତେବେ ଆଜି ଆମେ ପବିତ୍ର ବାଇବେଲର ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 13 ନମ୍ବର ପଦଟି ଆଲୋଚନା କରି ବ୍ୟାଖ୍ୟା କରିବା ପାଇଁ ଯାଉଛନ୍ତି। ତେବେ ସୂଚନା ଅଛି ଆଦି ପୁସ୍ତକ ଅଧ୍ୟାୟ 3 ପଦ ନମ୍ବର 13। ସେତେବେଳେ ସଦାପ୍ରଭୁ ପରମେଶ୍ୱର ନାରୀଙ୍କୁ କହିଲେ, ଇଏ କି କଲ? ନାରୀ କହିଲେ, ସର୍ପ ମୋତେ ଭୁଲାଇଲା, ତହିଁରେ ମୁଁ ଖାଇଲି। ତେବେ ପରମେଶ୍ୱର ସଦାପ୍ରଭୁଙ୍କୁ ନାରୀ ଜଣକ କଣ ଉତ୍ତର ଦେଇଛନ୍ତି ନା, ସେତେବେଳେ ସଦାପ୍ରଭୁ ପରମେଶ୍ୱର ନାରୀଙ୍କୁ କହିଲେ। ଯେତେବେଳେ ସଦାପ୍ରଭୁ ପରମେଶ୍ୱର ଆଦାମକୁ ପ୍ରଥମ ପ୍ରଶ୍ନ ପଚାରିଥିଲେ, ତୁମ୍ଭେ ସେଇ ଗଛର ଫଳକୁ ବା ସତ୍ସତ୍ ଜ୍ଞାନଦାୟକ ବୃକ୍ଷର ଫଳକୁ ଖାଇଲ କି ବୋଲି ପଚାରିଥିଲେ, ସେତେବେଳେ ସଦାପ୍ରଭୁ ପୁଣି ନାରୀଙ୍କୁ କହିଛନ୍ତି। କେତେବେଳେ କହିଲେ ନା, ଆଦାମଙ୍କ ଉତ୍ତର ଶୁଣି ସାରିଲା ପରେ ନାରୀଙ୍କୁ କହିଛନ୍ତି, ଏ କି କଲ? ସଦାପ୍ରଭୁ ପରମେଶ୍ୱର ପ୍ରଶ୍ନ ପଚାରିଛନ୍ତି ନାରୀଙ୍କୁ, ଏ କି କଲ ବା ଏହା କଣ କଲ ବା କେତେ ଅନର୍ଥ କରିଦେଲ ବୋଲି ସଦାପ୍ରଭୁ ପରମେଶ୍ୱର ନାରୀଙ୍କୁ କହିଛନ୍ତି। ପୁଣି ନାରୀ ଉତ୍ତର ଦେଇଅଛନ୍ତି, ସର୍ପ ମୋତେ ଭୁଲାଇଲା। ମୋତେ ସର୍ପ ତା ଖଳ ପ୍ରକୃତିରେ ଭୁଲାଇ ଦେଲା ବା ମୋତେ କହିଲା, ତୁମ୍ଭେ ପରମେଶ୍ୱରଙ୍କ ସହିତ ସମାନ ହେଇଯିବ, ତେଣୁ ପରମେଶ୍ୱର ଏ ଫଳ ଖାଇବା ପାଇଁ ତୁମ୍ଭମାନଙ୍କୁ ମନା କରିଛନ୍ତି। ଏହିପରି ଭାବେ ଅନେକ କଥା କହି ସର୍ପ ମୋତେ ଭୁଲାଇ ଦେଲା। ତାହାପରେ ନାରୀ ପୁଣି କହିଛନ୍ତି, ତହିଁରେ ମୁଁ ଖାଇଲି। ସର୍ପ ମୋତେ ଭୁଲେଇ ଦେବା ଯୋଗୁଁ ମୁଁ ସେ ଫଳ ଖାଇଲି। ତେବେ ଏଠାରେ ନାରୀ ସତ୍ୟ ଭାବରେ ପ୍ରକାଶ କରିଅଛନ୍ତି, ସର୍ପର ଭୁଲେଇବା ଯୋଗୁଁ ବା ଖଳ ଚିନ୍ତାଧାରା ଯୋଗୁଁ ନାରୀ ଜଣକ ସେ ସତ୍ସତ୍ ଜ୍ଞାନଦାୟକ ବୃକ୍ଷର ଫଳକୁ ପରମେଶ୍ୱର ସଦାପ୍ରଭୁ ବାରଣ କରିଥିବା ସତ୍ତ୍ୱେ ମଧ୍ୟ ଖାଇଦେଇ ଅଛନ୍ତି। ତେବେ ଏ ପଦରୁ ଆମ୍ଭେ ସୂଚନା ପାଇଗଲେ, ଯିଏ ପର କଥାରେ ପଡ଼ିବ ସେ ନିଶ୍ଚିନ୍ତ ଭାବେ ହଇରାଣରେ ପଡ଼ିବ। ତେବେ ଏଠାରେ ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 13ତମ ପଦଟି ଆଲୋଚନା ହୋଇ ବ୍ୟାଖ୍ୟା ହୋଇଯାଇଅଛି। ତେବେ ସମସ୍ତ ଆପଣା ଜନମାନଙ୍କୁ ଧନ୍ୟବାଦ।